ହିମାଳୟ ପର୍ବତ ଶ୍ରେଣୀର କୋଳରେ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଶିବାଳୟ ଶ୍ରୀ କେଦାରନାଥ ଧାମ ଅବସ୍ଥିତ। ଭଗବାନ ଶିବଙ୍କର ସ୍ୱୟଂ ରୂପ ସ୍ୱରୂପ ଗୃହ ଭାବେ ବିଶ୍ୱାସ କରାଯାଉଥିବା 12ଟି ଭବ୍ୟ ସ୍ଥଳ, ଯାହା 12ଟି ଜ୍ୟୋତିର୍ଲିଙ୍ଗର ନାମ ପାଇଅଛି। ସେ ମଧ୍ୟରେ ଶ୍ରୀ କେଦାରନାଥ ଧାମ ସର୍ବଶ୍ରେଷ୍ଠ। ବିଶ୍ୱାସ ରହିଛି, ଏହି ସ୍ଥଳରେ ମହାଦେବ ତ୍ରିକୋଣୀୟ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରତ୍ୟକ୍ଷ ବିରାଜିଛନ୍ତି। ଏହି ପବିତ୍ର ସ୍ଥଳର ଦର୍ଶନର ମହତ୍ତ୍ୱ ହିନ୍ଦୁମାନଙ୍କ ପାଇଁ ମୋକ୍ଷ ପ୍ରାପ୍ତି ସହ ତୁଳନା କରାଯାଇଅଛି। ସେଥିପାଇଁ ପ୍ରତିବର୍ଷ ବାବା ଶ୍ରୀ କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତି ଦୁର୍ଗମ ଏବଂ କଷ୍ଟକର ରାସ୍ତା ଅତିକ୍ରମ କରି ଏଠାରେ ପହଞ୍ଚିଥାନ୍ତି। ବର୍ଷକରେ 6 ମାସ ଏହି ପବିତ୍ର ସ୍ଥଳ ହିମପାତର ବରଫର ମୋଟା ଚାଦରରେ ଢାଙ୍କି ହୋଇଯାଇଥାଏ। କେଦାରନାଥ ଧାମକୁ ଭଗବାନ ଶିବଙ୍କର ନିବାସ ସ୍ଥଳ ମନାଯାଇଥାଏ। କେଦାରନାଥ ଧାମର ଉଲ୍ଲେଖ ଅନେକ ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ରହିଛି, କିନ୍ତୁ ଆଜି ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ମହାଭାରତ ସମୟରେ ଶ୍ରୀ କେଦାରନାଥ ଧାମର କ'ଣ ବିଶେଷ ମହତ୍ତ୍ୱ ରହିଥିଲା ତାହା ବିଷୟରେ ଜଣାଇବି। ନମସ୍କାର, ମୁଁ ସୁରଭି ସ୍ୱାଗତ କରୁଛି ଆପଣଙ୍କୁ ଆମ ପ୍ରଭୁପଦେ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜିର ସମୟରେ ଯେପରି ଶ୍ରୀ କେଦାରଧାମର ମହତ୍ତ୍ୱ ରହିଛି, ଦ୍ୱାପର ଯୁଗରେ ମଧ୍ୟ ଏହି ସ୍ଥଳର ମହତ୍ତ୍ୱ ଠିକ୍ ସେହିପରି ରହିଥିଲା। ଭଗବାନ କୃଷ୍ଣ କହିଥିଲେ, ମନୁଷ୍ୟର ସବୁ ପାପକର୍ମ ନାଶ ହେବା ସହ ମୁକ୍ତି ପ୍ରାପ୍ତିର ଦ୍ୱାର ଏକମାତ୍ର ଶ୍ରୀ କେଦାରନାଥ ଧାମ। ଏହା ମଧ୍ୟ ବିଶ୍ୱାସ ରହିଛି, ପାଣ୍ଡବମାନେ କୃଷ୍ଣଙ୍କ ନିର୍ଦ୍ଦେଶରେ ଏହି ମାର୍ଗ ଦେଇ ସ୍ୱର୍ଗ ନିମନ୍ତେ ଯାତ୍ରା କରିଥିଲେ ଏବଂ କେବଳ ଧର୍ମରାଜ ଯୁଧିଷ୍ଠିର ଏହି ପଥ ଦେଇ ସ୍ୱର୍ଗ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ମହାଭାରତ ଯୁଦ୍ଧର ଶେଷରେ ପାଣ୍ଡବମାନେ ଯୁଦ୍ଧରେ ବିଜୟୀ ହୋଇ ହସ୍ତିନାପୁରର ରାଜା ଯୁଧିଷ୍ଠିରଙ୍କୁ କରି ବଡ଼ ଆରାମରେ ପ୍ରଜାଙ୍କ ସହ ସମୟ କାଟୁଥିଲେ। ଏପରି 4 ଦଶନ୍ଧି ପରେ ଥରେ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ବସି ମହାଭାରତ ଯୁଦ୍ଧର ସମୀକ୍ଷା କରୁଥିଲେ। ଯୁଦ୍ଧରେ ପ୍ରାଣ ହରାଇଥିବା ଯୋଦ୍ଧା ପାଣ୍ଡବମାନଙ୍କ ଗୁରୁ, ଭାଇବନ୍ଧୁ, ଏପରିକି ଗୁରୁଜନ ଥିଲେ। ତେଣୁ ପାଣ୍ଡବଙ୍କୁ ସେମାନଙ୍କର ବଧର ପାପ ରୂପରେ ବ୍ରହ୍ମହତ୍ୟା, ଗୁରୁହତ୍ୟା ଏବଂ ଭାତୃହନ୍ତାର ପାପ ଲାଗିଥିଲା, ଯାହାର ପ୍ରାୟଶ୍ଚିତ୍ତର ରାସ୍ତା ପାଣ୍ଡବମାନେ କୃଷ୍ଣଙ୍କୁ ପଚାରିଥିଲେ। ହେଲେ ଭଗବାନ କୃଷ୍ଣ କହିଥିଲେ, ଏହି ପାପରୁ ତୁମମାନଙ୍କୁ କେବଳ ଭଗବାନ ଶିବ ହିଁ ମୁକ୍ତି ଦେଇପାରିବେ। ତାଙ୍କ ଛଡ଼ା ବ୍ରହ୍ମାଣ୍ଡର କୌଣସି ଶକ୍ତି ଏହି ପାପରୁ ତୁମମାନଙ୍କୁ ମୁକ୍ତି ପ୍ରଦାନ କରିପାରିବନି। ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଥିଲେ, ମହାଦେବ ତୁମକୁ ହିମାଳୟରେ ମିଳିବେ। ଏପରି ଅନେକ ଦିନ କଟିବା ପରେ ଶ୍ରୀକୃଷ୍ଣ ମଧ୍ୟ ନିଜର ଶରୀର ତ୍ୟାଗ କରି ପରମଧାମ ଚାଲିଯାଇଥିଲେ। କୃଷ୍ଣଙ୍କ ବିୟୋଗ ପରେ ପାଣ୍ଡବମାନେ ବିଚଳିତ ହୋଇ ଭଗବାନ ଶିବଙ୍କୁ ଖୋଜିବା ପାଇଁ ହିମାଳୟ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ପାଣ୍ଡବମାନେ ଦ୍ରୌପଦୀଙ୍କ ସହ ସର୍ବପ୍ରଥମେ ପାଣ୍ଡବକାଶୀ ପହଞ୍ଚିଥିଲେ। ସେଠାରେ ମହାଦେବଙ୍କ ଦର୍ଶନ ପାଇନଥିଲେ। ଏହାପରେ ପାଣ୍ଡବମାନେ ଭଗବାନ ଶିବଙ୍କୁ ଅନେକ ସ୍ଥାନରେ ଖୋଜିଥିଲେ। ଭଗବାନ ଶିବ ମଧ୍ୟ ପାଣ୍ଡବଙ୍କ ଉପରେ ପ୍ରସନ୍ନ ନଥିଲେ, ତେଣୁ ସେ ତାଙ୍କୁ ଦର୍ଶନ ଦେବାକୁ ଚାହୁଁନଥିଲେ। ଶେଷରେ ପାଣ୍ଡବମାନେ ଶିବଙ୍କ ଖୋଜରେ ହିମାଳୟ ପହଞ୍ଚିଥିଲେ। ପାଣ୍ଡବଙ୍କ ଉପସ୍ଥିତି ଦେଖି ମହାଦେବ ଏକ ବୃଷଭର ରୂପ ଧାରଣ କରି ସେଠାରୁ ପଳାୟନ କରିବା ସମୟରେ ଭୀମ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ହେଲେ ବୃଷଭ ରୂପୀ ମହାଦେବ ଭୂମି ଭିତରକୁ ପଶିଯାଇଥିଲେ। ଭୀମ ବୃଷଭଟିର ଲାଞ୍ଜକୁ ବଳପୂର୍ବକ ଟାଣୁଥିବାରୁ ବୃଷଭର ପିଠି ଭୂମି ଉପରକୁ ଦୃଶ୍ୟମାନ ଅବସ୍ଥାରେ ରହିଯାଇଥିଲା। ମହାଦେବ ପାଣ୍ଡବଙ୍କ ଗୁହାରି ଆଉ ଭକ୍ତି ଦେଖି ସ୍ୱୟଂ ପ୍ରକଟ ହୋଇଥିଲେ ଏବଂ ପାଣ୍ଡବଙ୍କୁ ସମସ୍ତ ପାପରୁ ମୁକ୍ତି ଦେଇଥିଲେ। ସେହିଦିନଠାରୁ ସେହି ସ୍ଥଳରେ ମହାଦେବଙ୍କ ରୂପ ତ୍ରିକୋଣୀୟ ବୃଷଭର ପିଠି ଭଳି ଜ୍ୟୋତିର୍ଲିଙ୍ଗ ଭାବେ ରହିଅଛି। ସେଠାରେ ପାଣ୍ଡବମାନେ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ ଏବଂ ସେହି ସ୍ଥଳରୁ କିପରି ସ୍ୱର୍ଗ ପହଞ୍ଚିବେ ତାହାର ମାର୍ଗ ମଧ୍ୟ ମହାଦେବ ପାଣ୍ଡବମାନଙ୍କୁ ଦେଖାଇଥିଲେ। ପାଣ୍ଡବମାନେ ସେହି ସ୍ଥଳରେ କିଛି ଦିନ ରହି ମହାଦେବଙ୍କର କେଦାରନାଥ ଧାମରେ ଥିବା ମନ୍ଦିରର ନିର୍ମାଣ କରାଇଥିଲେ। ବିଶ୍ୱାସ ରହିଛି, ମନ୍ଦିରର ନିର୍ମାଣ ଦ୍ୱାପର ଯୁଗରେ ହିଁ ହୋଇଥିଲା। ପାଣ୍ଡବମାନେ କେଦାରନାଥରୁ ହିଁ ସ୍ୱର୍ଗ ନିମନ୍ତେ ପ୍ରସ୍ଥାନ କରିଥିଲେ। ଦର୍ଶକ ବନ୍ଧୁ, ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍ କରି ଆମ ପ୍ରଭୁପଦେ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଧନ୍ୟବାଦ।